हे सुनेली खरा आउ टिकी फूलकू देना तले नहीं जा बाया घर चटिया। हे सुनेली खरा आउ टिकी फूलकू देना तले नहीं जा बाया घर चटिया। उड़ी जा बन भूई डेगी जा हे आंब बौल बिल पहाड़ नाचे ढेमसा नाचे रे मुई देशिया बाजिले तुरी नना ढेमसा नाचे रे। दमन ढेमसा गीतटा ମୁଁ ଗାଇଥିଲି ଯୋଉଟାକି तरंग चैनल सेटा को अवार्ड देथिला से गीतटी को। संगीत ଯେତେବେଳେ ଗୋଟେ ଅଛି ବୋଲି ବାପାଙ୍କ ଅଫିସ ପାଖାପାଖି ଆମ କଲେଜଟା ଥିଲା ତେଣୁ ଯିବା ଆସିବାରେ ଆମେ ଜାଣିଛୁ ଗୋଟେ ସଙ୍ଗୀତ ଶିକ୍ଷା କଲେଜ ଅଛି ତେଣୁ ମୋ ମା ଆଣିକି ମୋତେ ଆଡ଼ମିସନ୍ କରିଥିଲେ ମୋ ବୋଉ। ଦିନେ ଦିନେ ଜଣେଇବେ ଏଇ ପାଠର ମହତ୍ତ୍ୱ କ'ଣ म्यूजिक ନିଶ୍ଚିତ ଭାବରେ। ଷ୍ଟ୍ରଗଲ୍ ତ ମୋତେ ଲାଗୁଛି ମୁଁ ଏବେ ବି ଷ୍ଟ୍ରଗଲ୍ରେ ଅଛି। ସେମିତି ଗୋଟେ ହ୍ୟୁଜ୍ ସକ୍ସେସ୍ର କ'ଣ ଡେଫିନେସନ୍ ମୁଁ ଜାଣିନି। ବିଜୟ ମହାନ୍ତିଙ୍କ ସାଙ୍ଗରେ କେମିତି ଇଣ୍ଟରାକ୍ସନ୍ ଆପଣଙ୍କର? ଇଣ୍ଟରାକ୍ସନ୍ ତ ତାଙ୍କ ବାବା ଯେତେବେଳେ ଆମେ ଏଣ୍ଟ୍ରି କରିଥିଲୁ ସେ ତ ଏମିତି ବାଘ ଭଳିଆ ଚେହେରା ନା ସେ ଠିଆ ହେଇଥିବ। ତାଙ୍କୁ ଇଣ୍ଟରାକ୍ସନ୍ କରିବା ପୂର୍ବରୁ ଆମେ ତାଙ୍କୁ ଦେଖିକି ଡରିକି ସାଇଡ଼୍ କାଟି କ୍ଲାସ୍ ରୁମ୍କୁ ପଳାଉଥିଲୁ। କିନ୍ତୁ ଅଜିତ ସାର୍ଙ୍କଠୁ ମାଡ଼ ଖାଇଛୁ ଆମେ। ବାଡ଼ଉଥିଲେ ସେ ସ୍କୁଲ ପିଲା ଭଳିଆ ଆମକୁ ରାସ୍ତାଘାଟ ଦେଖିଲେ ବି ବାଡ଼ଉଥିଲେ। ମୋର ସିନିୟର ଥିଲେ ଶଙ୍କର ଭାଇ ଯିଏ ପ୍ରଜ୍ଞା ଶଙ୍କର। ପ୍ରଜ୍ଞା ମୋର ଜୁନିୟର। ପ୍ରଜ୍ଞା ହୋଲିକୁ ଆଉ ଆସୁନାହିଁ ଏଥିପାଇଁ ଗୋଟେ ଥର ହୋଲିରେ ତାକୁ ଏମିତି ସବୁ ହୋଲି ବୋଳା ହେଲା ଏମିତି ଏମିତି ଜାଗାରେ ଯାହାଫଳରେ ସିଏ ବନ୍ଦ କରିଦେଲା ଯେ ମୁଁ ହୋଲି ଖେଳରେ ଆଉ ଯିବିନି। ତାକୁ ମଜାରେ ତାକୁ ସମସ୍ତେ ତାକୁ ଭଲ ପାଆନ୍ତି ଏବଂ ମଜା କରନ୍ତି। ବାହୁବଲି ଫିଲ୍ମରେ ଗୋଟେ ଗୀତ ଗାଆନ୍ତି ଆପଣ? ବାହୁବଲି ଷ୍ଟେଜ ଶୋରେ ଗାଏ। ବହୁତ ଥର ଶୁଣିଛି ସେଇ ଗୀତଟାର ପଦଟେ ଗାଆନ୍ତୁ। क्या कभी अंबर से सूर्य बिछड़ता है क्या कभी बिन बाती दीपक जलता है कैसी है अनहोनी हर आँख हुई नम छोड़ गया जो तू कैसे जिएंगे हम तू ही सहारा तू ही किनारा तू जग सारा तू ही हमारा सूरज तू ही तारा जय जयकारा जय जयकारा स्वामी देना साथ हमारा। आम सागर आज अच्छा ओडिशार प्लेबैक सिंगर अनुराग दास आसतु तांका सागर किसी कथा हवा। भाई चैनल को स्वागत करुच्ची आपन को केमती अच्छा? बहुत बढ़िया अच्छी सब ठीक ठाक। तो बहुत माने गरम हो भुवनेश्वर तथा भलरे अच्छी। कौन कहे भाई गोटे आम दर्शक जानापी चाहिए ए जर्नी केमती स्टार्ट होता? स्टार्ट होता जर्नी मु एक्चुअली पिला दिनु मोर म्यूजिक प्रति बहुत दुर्बलता थिला। तेणु मु पिला बेले जेहेतु जाजपुर रोली बापा सर्विस करते भुवनेश्वर मो माँ सर्विस करते जाजपुर। तेणु मत पिला बेलटा पूरा जाजपुर रहा पड़ा और से समय मोर गोटे बहुत आग्रह म्यूजिक प्रति थिला पिला दिनु। तेणु से स्टार्ट हो जर्नी। आप तबला शिखुले? आज्ञा तबला रो म्यूजिक केमती आसिला? तबला मु तबला भी म्यूजिक माने तबला भी म्यूजिक रे वोकल भी म्यूजिक रे गीत गाइबाटा आसला। मु जतले प्रथम संगीत महाविद्यालय एंट्री कली मु आगु पिला बेलू नकल करूथिल माने मिमिक्री करी गाउथिली जेमति निमाई हरिचंदन हुंतु हमर जतले भाई भौणी माने बसिके आमे अंताक्षरी खेलु घरे घरे सेतले मु गोटे गोटे गाई दिए निमाई हरिचंदन गीत। तेणु समस्ते हाँ बढ़िया 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 हो मत भारी टेकी टेकी एनकरेज करते। तेणु पिला दिन से म्यूजिक प्रति से सतरे हो कि मोर भल। आप भाई कैमरा सामने को बहुत कम आसते? निश्चित भाव बहुत इंटरव्यू माने कम इंटरव्यू अच्छे आपणकर तो आम दर्शक गोटे स्टार्ट रे गोटे गीतटे गाँ तो गोटे मुखड़ाटे तापर आम कंटिन्यू करवा। मु एबे गोटे नुआ सिनेमा आमर पड़ी एबे हॉल चली मोर भी आशा करी आपण मैंने बहुत संख्यार आसिक से सिनेमा को देखिए। से सिनेमा गोटे गीत दी लाइन गाई दौर जीवन को मापी मापी चाल रे बंचबू जदि टिके भल रे
ମାପି ମାପି ଆରେ 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 ମାପି ମାପି ହଁ 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 ମାପି ମାପି ହୋ ଜୀବନକୁ ମାପି ମାପି ଚାଲ ରେ ବଞ୍ଚିବୁ ଯଦି ଟିକେ ଭଲରେ। ଧନ୍ୟବାଦ। ଆପଣ ସଙ୍ଗୀତ ମହାବିଦ୍ୟାଳୟରେ ପଢୁଥିଲେ, ମୁଁ ସଙ୍ଗୀତ ମହାବିଦ୍ୟାଳୟରେ ପାଠ କୋଉ ପଢୁଥିଲି। ଇୟର ଥିଲା, କଣ କେମିତି ସେଠି? ମୁଁ ମାଟ୍ରିକ ପରେ +2 ପଢୁଥିଲି ଗୋଟେ ଗାଁ କଲେଜରେ। ଆଜ୍ଞା। ତାପରେ ମୁଁ ଆପଣଙ୍କ ଘରଟା ଯାଜପୁର? ଯାଜପୁର କୋଉଠି? ସିଂହପୁର। ଆଜ୍ଞା। ତ ସେଠି କୋଉ କୋଉ କ୍ଲାସ ପଢିଛନ୍ତି ଆପଣ? ସେଠି ମୁଁ ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢିଛି। ଆଜ୍ଞା ତାପରେ +2 ସେଇଠି ପାଖ କଲେଜରେ ଗୋଟେ ପଢୁଥିଲି। ଆଜ୍ଞା ତାର ମୁଁ କହିଲି ନାଇଁ ଇଏ କାମ ପାଇଁ ମୁଁ ତିଆରି ହେଇନି। ମତେ ନିଜେ ଫିଲ୍ ହେଲା ଏଇ ସବୁ ଜିନିଷ ପାଇଁ ମୁଁ ନୁହଁ। ଆଜ୍ଞା କୋଉଠି ନା କୋଉଠି ମତେ ଇଏ ଭିତରେ ମ୍ୟୁଜିକ ଭିତରେ ଆସିବାର ହିଁ ଅଛି। ଆଜ୍ଞା ତେଣୁ ବାପା ଯେହେତୁ ଏଠି ଭୁବନେଶ୍ୱର, ବାପା ଭଉଣୀ ମାନେ ବି ଏଠି ପଢୁଥିଲେ। ଆଉ ସଙ୍ଗୀତ ଯେତେବେଳେ ଗୋଟେ ଅଛି ବୋଲି ବାପାଙ୍କ ଅଫିସ ପାଖାପାଖି ଆମ କଲେଜଟା ଥିଲା। ଆଜ୍ଞା ତେଣୁ ଯିବା ଆସିବାରେ ଆମେ ଜାଣିଛୁ ଗୋଟେ ସଙ୍ଗୀତ ଶିଖିବା କଲେଜ ଅଛି। ଆଜ୍ଞା ତେଣୁ ମୋ ମା ଆଣିକି ମୋତେ ଆଡ଼ମିସନ୍ କରିଥିଲେ, ମୋ ବୋଉ। ଆଜ୍ଞା ସେ ମୋତେ କହିଲେ ତୋର କୋଉଥିରେ ଇଣ୍ଟରେଷ୍ଟ ମୋତେ ପଚାରିଲେ। ଆଉ ଘରେ ଆମର ସେଇ ଫ୍ରିଡମଟା ଅଛି, ସମସ୍ତେ ଯାହାର ଯାହା ଇଚ୍ଛା ସେ ଆଜ୍ଞା ସେୟା କରୁ, ସେ ଲାଇନରେ ଯାଉ। ତ ସେଇଟା ବହୁତ ବଡ଼ କଥା ମୋ ପାଇଁ। ଆଉ ମୋ ବୋଉ ଆଣିକି ମୋତେ ଆଡ଼ମିସନ୍ କରେଇଥିଲେ, କହିଲେ ତୁ ଯଦି ତୁ ଏଇଠି ଭାବୁଛୁ ତୋର କ୍ୟାରିୟର କରିପାରିବୁ ତାହେଲେ ତୁ ପଢ଼, କିଛି ମନା ନାହିଁ। ଆଉ ଯୋଉଟା କରୁଛୁ ବେଷ୍ଟ କରିବାକୁ ପଡ଼ିବ ତୋତେ। ମା ଟିଚର ଥିଲେ? ମା ଟିଚର ଥିଲେ। ବାପା? ବାପା ସେକ୍ସନ ଅଫିସର ଥିଲେ ଆର୍ଡି ଡିପାର୍ଟମେଣ୍ଟରେ। ତ ସେତେବେଳକୁ ଗୋଟେ ବୁମ୍ ଥିଲା ଭାଇ, ଇଞ୍ଜିନିୟରିଂ ମେଡିକାଲ ଏଇ ସବୁ ପାଠର ଗୋଟେ ନିଶ୍ଚିତ ବୁମ୍ ଭାବରେ ଥିଲା। ତ କେବେ ଘରେ କହିନାହାନ୍ତି ଯେ ଏ ସବୁ ଲାଇନକୁ ଆସିନି, ତାକୁ ତା ଦେହରେ ପଶ ବୋଲି? ପ୍ରଥମେ ସେସବୁର ଶିକାର ହେଇଛି ମୁଁ ନିଶ୍ଚିତ ଭାବରେ। କାହିଁକିନା ଆମ ରିଲେଟିଭସ୍, ପଡ଼ିଶା ଇଏ ସମସ୍ତେ ଇଞ୍ଜିନିୟରିଂ ମେଡ଼ିକାଲ ଏଇସବୁ ଯିଏ ପଢ଼ୁଥିଲେ ତାଙ୍କୁ ବହୁତ ପ୍ରଶଂସା ମିଳୁଥିଲା। ଆଉ ଯିଏ ଆମେ ଏଇସବୁ ଜିନିଷରେ ଇଣ୍ଟରେଷ୍ଟ ଥିଲା, ଆମକୁ ଟିକେ ନିଚା ଦେଖା ହଉଥିଲା ଯେ ସେ ଗୀତ ପାଠ କଣ ପଢୁନି। ଗାଉଛୁ, ମ୍ୟୁଜିକ କଣ ପଢୁଛୁ, ହୁଁ ତବଲା କଣ ପାଠ ପଢୁଛୁ ଆଜ୍ଞା ଥିଲା। ମୁଁ ସେତେବେଳେ ବି ଗୋଟେ ଚ୍ୟାଲେଞ୍ଜ ମୋଡରେ ମୋ ମୁଣ୍ଡ ଭିତରେ ସେତେବେଳେ ଚାଲିଥାଏ। ନାହିଁ, ମୁଁ ନିଶ୍ଚିତ ଭାବରେ ଦିନେ ନା ଦିନେ ଜଣେଇବି ଏଇ ପାଠର ମହତ୍ଵ କଣ। ଆଜ୍ଞା ମ୍ୟୁଜିକର ନିଶ୍ଚିତ ଭାବରେ ସେଇ କଥା ସେତେବେଳେ ବି ଚାଲିଥିଲା। ଷ୍ଟ୍ରଗଲ କିନ୍ତୁ କରିଛନ୍ତି, ମାନେ ଏ ମ୍ୟୁଜିକ ଲାଇନରେ ପଶିବା ପାଇଁ ଷ୍ଟ୍ରଗଲ କରିଛନ୍ତି? ଷ୍ଟ୍ରଗଲ ତ ମୋତେ ଲାଗୁଛି ମୁଁ ଏବେ ବି ଷ୍ଟ୍ରଗଲରେ ଅଛି। ସେମିତି ଗୋଟେ ହ୍ୟୁଜ୍ ସକ୍ସେସର କ'ଣ ଡେଫିନେସନ୍ ମୁଁ ଜାଣିନି, କିନ୍ତୁ ସେମିତି ଗୋଟେ ହ୍ୟୁଜ୍ ଲୋକ ପରିଚୟ ଏମିତି ମୁଁ ପାଇନି। ଆଶା କରୁଛି ମୋତେ ମିଳିବ, କିନ୍ତୁ ସେମିତି କିଛି ପ୍ରାୟ ଷ୍ଟ୍ରଗଲ ଏବେ ସମସ୍ତଙ୍କ ମୁହଁରେ ଆପଣଙ୍କ ଗୀତ ଗୁଣଗୁଣ ହଉଛନ୍ତି, କିନ୍ତୁ ଆପଣଙ୍କ ହୁଏତ ଚିହ୍ନି ନଥିବେ, ଆପଣଙ୍କ ମୋତେ ଚିତ୍ର ଦେଖିନଥିବେ, ଫିଜିକାଲି ଆପଣଙ୍କ ଫିଜିକାଲି ଭିଡ଼ିଓ ମୋତେ ଜାଣିନାହାନ୍ତି, କିନ୍ତୁ ମୋ ଗୀତ ଦେଖିନଥିବେ। ନିଶ୍ଚିତ ଭାବରେ ଆଜ୍ଞା ଆପଣଙ୍କର ବିଭିନ୍ନ ଟିଭି କମର୍ସିଆଲ ଆଡ୍ ମାଧ୍ୟମରେ ଶୁଣୁଥିବେ। ଆଜ୍ଞା ଆଉ ଏମିତି ବି ସିନେମା। କମର୍ସିଆଲ ଆଡ୍ ଆପଣ କାହା ପାଇଁ କରିଥିଲେ? ମୁଁ ଗୋଟେ ପ୍ଲାଷ୍ଟିକ ଆମର ପାଇପ୍ ତାର କରିଛି। ମୁଁ କହିବା କଥା ନୁହଁ, ମୁଁ ସଫଲର ଗୋଟେ ଆଡ୍ଟାକୁ ମୁଁ ଗାଇଛି। ଆଜ୍ଞା ଏ ଯୋଉ ବାଜୁଛି ଚାରିଆଟା ଓଡ଼ିଆରେ ଯୋଉଟା? ସେଟା ବାଜୁଛି, ଯୋଉଟାକି ପଛରେ ରିଗ୍ରେଟ୍ କଲି ମୁଁ ସେଟା ଗାଇବାର ନଥିଲା। ଆଜ୍ଞା କାହିଁକିନା ସେଟା କେବେ ବି ଭଲ ଜିନିଷ ନୁହଁ। ମୁଁ ଗୋଟେ ଆର୍ଟିଷ୍ଟ ହିସାବରେ ମୁଁ ମନା କରିବି, ସେଟା କେବେ ବି କେହି ଖାଆନ୍ତୁ ନାହିଁ। ଆମେ ଟିକେ ପଛକୁ ଫେରିଯିବା। ସଙ୍ଗୀତ ମହାବିଦ୍ୟାଳୟରେ ଏଣ୍ଟ୍ରି କଲେ ପ୍ରିନ୍ସିପାଲ ଟିଚର ଆପଣ? ସେତେବେଳେ ବହୁତ ଡାଇନାମିକ ଲୋକ ସବୁ ଥିଲେ, ବହୁତ ଲିଜେଣ୍ଡ ସବୁ ଥିଲେ ସେତେବେଳେ। ଆଜ୍ଞା ଯଥା ଆମର ପ୍ରିନ୍ସିପାଲ ଥିଲେ ବିଜୟ ମହାନ୍ତି ସାର୍, ପ୍ରିନ୍ସିପାଲ ଥିଲେ ସେତେବେଳକୁ? ଅଜିତ ଦାସ ସାର୍ ଥିଲେ, ଆଜ୍ଞା ଆଉ ମୋ ଗୁରୁ ଥିଲେ ପଣ୍ଡିତ ଉମେଶ ଚନ୍ଦ୍ର କର, ଆଜ୍ଞା କୁଳମଣି ଜେନା ଥିଲେ, ଆଜ୍ଞା ଆଉ ମୋହିନୀ ପଟ୍ଟନାୟକ ସାର୍ ବଂଶୀ ବିଭାଗରେ ଥିଲେ। ଆଜ୍ଞା ତେଣୁ ଅନେକ ଲେଜେଣ୍ଡାରୀ ପର୍ସନ ସବୁ ଥିଲେ ଆଜ୍ଞା। ସେତେବେଳେ। ବିଜୟ ମହାନ୍ତିଙ୍କ ସାଙ୍ଗରେ କେମିତି ଇଣ୍ଟରାକ୍ସନ୍ ଆପଣଙ୍କର? ଇଣ୍ଟ୍ରାକ୍ସନ୍ ତ ତାଙ୍କ ବାବା ସେତେବେଳେ ଯେତେବେଳେ ଆମେ ଏଣ୍ଟ୍ରି କରିଥିଲୁ, ସେ ତ ଏମିତି ବାଘ ଭଳିଆ ଚେହେରା ନା, ସେ ଠିଆ ହେଇଥିବ। ତାଙ୍କୁ ଇଣ୍ଟ୍ରାକ୍ସନ୍ କରିବା ପୂର୍ବରୁ ଆମେ ତାଙ୍କୁ ଦେଖିକି ଡରିକି ସାଇଡ଼୍ କାଟି କ୍ଲାସ ରୁମ୍କୁ ପଳାଉଥିଲୁ। ଡରୁଥିଲେ? ସେ କିଛି ଡରାନ୍ତିନି କାହାକୁ, ହୁଁ କିନ୍ତୁ ଆମର ଗୋଟେ ଭୟ ଥିଲା, ବିଜୟ ମହାନ୍ତି, ବିଜୟ ସାର୍ ଠିଆ ହେଇଛନ୍ତି, ଆମେ ବଡ଼ ତାଙ୍କ ସାମ୍ନାକୁ ଯିବୁନି। ବଡ଼ ଫିଗର, ଗାମ୍ଭୀର୍ଯ୍ୟ ଭରା। ଗାମ୍ଭୀର୍ଯ୍ୟ ଭରା କଥା। ସେ ଏମିତି ଗୋଟେ କେଉଁଠି ଖଟି କରୁଥିଲେ, ପିଲାମାନେ ଏମିତି ଯେଉଁ କଥାଟା ସେ ଆଗଟ କରିଦିଅନ୍ତି, ସେତିକିରେ ବହୁତ ଡର। ଆଉ ଆଗକୁ ତାଙ୍କ ସାଙ୍ଗରେ କଥା ହେବାର ସୁଯୋଗ ବିଶେଷ ମିଳିନି, କାହିଁକିନା ମୋ ଡିପାର୍ଟମେଣ୍ଟର ସେ ନୁହଁ, ଆଜ୍ଞା ସେ କଲେଜର ପ୍ରିନ୍ସିପାଲ ଥିଲେ। ସେ ଓଡ଼ିଶାର ଗୋଟେ ହୀରା। ନିଶ୍ଚିତ ଭାବରେ ତାଙ୍କ ପାଖରୁ କେବେ ଗାଳି ଶୁଣିବାର ସୌଭାଗ୍ୟ ମିଳିଛି ଆପଣଙ୍କୁ? ତାଙ୍କ ପାଖକୁ ଏମିତି କେଉଁଠି ଗୋଟେ ଖଟି କରୁଥିଲେ, କଲେଜ ଭିତରେ ଡିଷ୍ଟର୍ବ ହେଉଥିଲେ, ଶୁଣିଛି।
କିନ୍ତୁ ଅଜିତ ସାରଙ୍କଠୁ ମାଡ଼ ଖାଇଛୁ ଆମେ। ହଁ ବାଡ଼ଉଥିଲେ ସେ ସ୍କୁଲ ପିଲା ଭଳିଆ ଆମକୁ ରାସ୍ତାଘାଟ ଦେଖିଲେ ବି ବାଡ଼ଉଥିଲେ। ଆଉ ସେ ଗୋଟେ ନିଶ୍ଚିତ ଭାବରେ ନିଜ ପିଲା ଭଳିଆ ଭାବୁଥିଲେ ବୋଲି ସେ ମିଳିଛି ପ୍ରସାଦ କେବେ? ନିଶ୍ଚିତ ଭାବରେ ମୋତେ ବହୁତ ଥର ମିଳିଛି ପଛପଟୁ ମାଡ଼ ଖାଇଛି। ଗୋଟେ ଇନସିଡେଣ୍ଟ ଶୁଣିବା। ମୁଁ ଥରେ ଆଇଜି ପାର୍କ ପଟେ ଯାଉଥିଲି, ଆମେ ସେତେବେଳେ ହଷ୍ଟେଲରେ ରହୁଥିଲୁ, ମୁଁ ଚାଲି ଚାଲି ଯାଉଥିଲି, ଆଉ ଗୋଟେ ସାଙ୍ଗ ବି ଯାଉଥିଲା, ମୁଁ ଠିଆ ହେଇଥିଲି, ହଠାତ୍ ଯାଇ ଗୋଟେ ଗାଡ଼ି ମୋ ପଛରେ ରହିଗଲା, ମୁଁ ଜାଣିନି କିଏ ସେଟା, ପୁଣି କଲେଜ ଟାଇମ୍ରେ ଇଏ ସେଠୁ ସାର୍ ଅଜିତ ସାର୍ ପଛରୁ ଗୋଟେ ମାଡ଼ ବସିଲା ମୋ ପିଠିରେ, ମୁଁ ଭୁଲିଗଲି, ଦେଖିଲା ବେଳକୁ ଅଜିତ ସାର୍ ମୋତେ ବାଡ଼ଉଛନ୍ତି, ମାନେ ଗୋଟେ ଚାପଡ଼ା ବାଡ଼େଇକି ଏଠି କ'ଣ କରୁଛୁ କ୍ଲାସ୍ ମଜାରେ ନୁହଁ, କ୍ଲାସ୍ ଟାଇମ୍ରେ ଏଠି କ'ଣ ବୁଲୁଛୁ, ବାପା ଯେମିତି ଆକଟ କରନ୍ତି ସେଇ ଜିନିଷଟା ତାଙ୍କ ପାଖରୁ ମିଳେ। ଆକ୍ଚୁଆଲି ଚିହ୍ନିଥିଲେ ସମସ୍ତଙ୍କୁ, ସିଏ ସମସ୍ତଙ୍କୁ ପର୍ସନାଲି ଚିହ୍ନିଥିଲେ। ସେଇଟା ହେଉଛି ଅଜିତ ଦାସ। ସେ ବହୁତ ଭଲ ପାଆନ୍ତି, ତାଙ୍କ ଘରକୁ ଆମେ ଯାଉ। ସେ ମୋତେ ପର୍ସନାଲି ଜାଣିଥିଲେ କାହିଁକିନା ମୋର ଟିକେ ଆମ କଲେଜର ଡ୍ରାମା ଡିପାର୍ଟମେଣ୍ଟ ପ୍ରତି ମୋର ଟିକେ ଲଗାव ଅଧିକା। ମୋ ସାଙ୍ଗ ସବୁ ଡ୍ରାମା ଡିପାର୍ଟମେଣ୍ଟର, ମୁଁ ଇଣ୍ଟରେଷ୍ଟ ନିଏ ଡ୍ରାମା ଡିପାର୍ଟମେଣ୍ଟ ପିଲାଙ୍କ ସହିତ ମିଶିବାକୁ। ଆପଣ ଡ୍ରାମା କରୁଥିଲେ? ମୁଁ ଡ୍ରାମା କେବେ କରିନି, ମୁଁ ଡ୍ରାମା ଦେଖିବାକୁ ଭଲ ପାଏ। ମୁଁ ଡ୍ରାମାରେ ମ୍ୟୁଜିକ୍ କରିଛି ବହୁତ ନାଟକରେ। ଡ୍ରାମା କରିବା ପାଇଁ ନା, ଆକ୍ଟିଂ ପ୍ରତି ମୋର ଏତେ ଇଏ ନାହିଁ, ମାନେ ଇଚ୍ଛା ତ ନାହିଁ କହିବିନି, ସେଇଟା ଗୋଟେ ବିରାଟ ଲାଗୁଛି ଯେ ଆପଣ ଯେ ତବଲା ଶିଖୁଥିଲେ, ଗୀତ ଗାଉଛନ୍ତି, ଡ୍ରାମା ପ୍ରତି ୱିକନେସ୍ ସେଇଟା ଗୋଟେ ଦେଖନ୍ତୁ, ତବଲା ଗୀତ ଗାଇବା ଇଏ ଗୋଟେ ମ୍ୟୁଜିକ୍ର ପାର୍ଟ, ଡ୍ରାମା ଗୋଟେ ସମ୍ପୂର୍ଣ୍ଣ ଅଲଗା ପାଠ। ଆଉ ମୁଁ ଯେହେତୁ ଗୋଟେ ସାଇ ନେଚର ପିଲା, ଡ୍ରାମା ତ ପୁରା ସେତିକି ଖୋଲା ଲୋକ ନହେଲେ କରିପାରିବେନି, ଆଉ ଡ୍ରାମା ପାଠଟା ବହୁତ କଷ୍ଟ। ମୁଁ ଯେତିକି ଫିଲ୍ କରିଛି ସାଇ ନେଚର ବୋଲି ମୋତେ ପ୍ରାୟତଃ ବର୍ଷ ଉପରେ ଲାଗିଗଲା ଆପଣଙ୍କୁ ଏ କ୍ୟାମେରା ସାମ୍ନାରେ ବସିବା ପାଇଁ। ନିଶ୍ଚିତ ଭାବରେ ମୋତେ ଟିକେ କ୍ୟାମେରା ଫେସ୍ କରିବାକୁ ଇଏ ଲାଗେ, ଅଡ଼ୁଆ ଲାଗେ, ହେଲେ ବି କ'ଣ କରାଯିବ, ଆସିବାକୁ ତ ପଡ଼ିବ। ଆପଣ ନେକ୍ସଟ ପାର୍ଟକୁ ଯିବା ପୂର୍ବରୁ ଆଉ ଗୋଟେ ଦମନ ଫିଲ୍ମରେ ଆପଣଙ୍କର ଗୋଟେ ସୁପର ହିଟ୍ ଥିଲା ଗୋଟେ ଗୀତ, ଦମନ ଢେମସା ଗୀତଟା ମୁଁ ଗାଇଥିଲି, ଯେଉଁଟାକି ତରଙ୍ଗ ଚ୍ୟାନେଲ ସେଟାକୁ ଆୱାର୍ଡ଼ ଦେଇଥିଲା ସେ ଗୀତଟିକୁ। ଆଉ ସିନେମା ବିଷୟରେ ତ ସମସ୍ତେ ଜାଣିଥିବେ, ଟିକେ ମୋତେ ଦିଅନ୍ତୁ ମନେ ପକେଇବାକୁ। ହଁ, ମନେ ପଡ଼ିଲା, 2 ଲାଇନ୍ ତା ଭିତରୁ ଗାଉଛି। ହେ ସୁନେଲି ଖରା ଆଉ ଟିକି ଫୁଲକୁ ଡେଣା ତଳେ ନେଇ ଯା ବାୟା ଘର ଚଟିଆ, ହେ ସୁନେଲି ଖରା ଆଉ ଟିକି ଫୁଲକୁ ଡେଣା ତଳେ ନେଇ ଯା ବାୟା ଘର ଚଟିଆ, ଉଡ଼ି ଯା ବନ ଭୂଇଁ ଡେଗି ଯା, ଏ ଆମ୍ବ ବଉଳ ବିଲ ପାହାଡ଼ ନାଚେ ଢେମସା ନାଚେ ରେ, ମୁଇଁ ଦେଶିଆ ବାଜିଲେ ତୁରି ନନା ଢେମସା ନାଚେ ରେ। ବହୁତ ସୁନ୍ଦର। ଆମେ ଯିବା ଡ୍ରାମା ପାର୍ଟକୁ। ଡ୍ରାମାରେ ଆପଣଙ୍କ ସାଙ୍ଗରେ ସେଠି କିଏ କିଏ ସବୁ ଥିଲେ? ମୋର ବହୁତ ସିନିୟର ଥିଲେ, ଜୁନିୟର ଥିଲେ, ମୋ ସାଙ୍ଗ ବି ବର୍ତ୍ତମାନ ସବୁ ସେଲିବ୍ରିଟି ସେମାନେ। ଆପଣ ଦେଖନ୍ତୁ, ମୋର ସିନିୟର ଥିଲେ ଶଙ୍କର ଭାଇ, ଯିଏ ପ୍ରଜ୍ଞା ଶଙ୍କର, ପ୍ରଜ୍ଞା ମୋର ଜୁନିୟର। ଲିକୁନ ଚୌଧୁରୀ ବି ଦେଖୁଛନ୍ତି ଆକ୍ଟିଂ କରୁଛନ୍ତି, ସେ ଆମ ସମସାମୟିକ। ଆଉ ତ ଗୁଡ଼ାଏ ନାଁ ଆସିବ, ମୁଁ ହଠାତ୍ ମନେ ପଡ଼ୁନି। ସେତେବେଳକୁ ତାଙ୍କ ପାଖରେ ଏଇ ପ୍ରତିଭା ଜଣା ପଡ଼ୁଥିଲା, ଶଙ୍କରଙ୍କ ପାଖରେ ହଉ କି ପ୍ରଜ୍ଞାଙ୍କ ପାଖରେ ହଉ? ନିଶ୍ଚିତ ଭାବରେ, ମାନେ ପ୍ରତିଭା ଦେଖନ୍ତୁ, ସେ କଲେଜରେ ଯିଏ 7 ବର୍ଷ କାଟିଦେଲା, ଆପଣ ଜାଣନ୍ତୁ ନିଶ୍ଚିତ ଭାବରେ ତା ଭିତରେ କିଛି ଅଛି। ଆଉ ଯାହା ଭିତରେ ନାହିଁ, ସେ 2 ବର୍ଷ ବି ରହିପାରିବନି, 1 ବର୍ଷ ଭିତରେ ସେ କଲେଜ ଛାଡ଼ି ଦେଇଥିବ, ନହେଲେ ସେ ଅଲଗା ଲାଇନ୍ ଧରିଦେଇଥିବ। ବହୁତ ଷ୍ଟ୍ରଗଲ୍ କରିବାକୁ ପଡ଼ିବ, ସେଠି କରିବାକୁ ପଡ଼ିଛି। ସେଠି ହଷ୍ଟେଲ ଖାଇବା ଆପଣ ଜାଣିଛନ୍ତି, ସେଠି କେମିତିଆ ଖାଇବା ମିଳେ, ସେଠି କ'ଣ, ଆଉ ସଙ୍ଗୀତ ମାଧ୍ୟମରେ ରହିକି ସେଇ ହଷ୍ଟେଲରେ ପଢ଼ିକି ସେଇଠି ଖାଇକି ଯେଉଁମାନେ ପଢ଼ିକି 7 ବର୍ଷ ବିତେଇ ଦେଇଛନ୍ତି, ସେ ଷ୍ଟ୍ରଗଲ୍ଟା ବି ଜାଣିଛନ୍ତି। ଆପଣ ହଷ୍ଟେଲରେ ରହୁଥିଲେ? ମୁଁ ହଷ୍ଟେଲରେ ରହୁଥିଲି, ମୁଁ ଘରେ ରହୁନଥିଲି। କାହିଁକି? ମୁଁ ବେଶୀ ସମୟ ମ୍ୟୁଜିକ୍ ସହିତ ଦେଇପାରିବି, ତାପରେ ମୋ ଘରେ ଗୋଟେ ମ୍ୟୁଜିକ୍ର ମାହୋଲ ନଥିଲା। ତେଣୁ ଆମ ଫ୍ୟାମିଲି ଭିତରେ ସବୁବେଳେ ବନ୍ଧୁବାନ୍ଧବ ଇଏ ସେ ମାହୋଲ ନଥିଲା। ମ୍ୟୁଜିକ୍ ପାଇଁ ଟିକେ ସେଭଳିଆ ମାହୋଲ ଦରକାର, ନହେଲେ ଟିକେ ଏକାନ୍ତ ଦରକାର। ପ୍ରଜ୍ଞା କେମିତି ଥିଲା ଭାଇ? ପ୍ରଜ୍ଞା ସମସ୍ତେ ତ, ପ୍ରଜ୍ଞା ପିଲାବେଳୁ ସେ ବହୁତ ପରିଶ୍ରମୀ, ମୁଁ ନିଜେ ଦେଖିଛି। ରାତି ରାତି ଅନିଦ୍ରା ହେଇ ସେ ତା ଫଳଟା ଏବେ ସେ ବୋଧେ ପାଉଛି। ବହୁତ ପରିଶ୍ରମୀ ସେ, କ'ଣ କାମ, ସେ ସେଟ୍ କାମ ଠାରୁ ଆରମ୍ଭ କରିକି ମାନେ ଯେଉଁ ଡ୍ରାମା ହେବ ତା'ର ସେଟ୍ କାମ, ମୁଁ ବି ବସିକି ଦେଖିଛି ତାଙ୍କୁ ସବୁ, କାହିଁକିନା ଅଡ଼ିଟୋରିୟମଟା ଆମର ହଷ୍ଟେଲ ପାଖରେ ଥିଲା। ତାଙ୍କର ସେଟ୍ ଠାରୁ ଆରମ୍ଭ କରିକି ସ୍କ୍ରିପ୍ଟ
ରାଇଟିଂ ଠୁ ଆରମ୍ଭ କରି ଡିରେକ୍ସନ୍ ଠାରୁ ଆକ୍ଟିଂ ସେ ସେବେଠୁ ବହୁତ ପରିଶ୍ରମୀ ବହୁତ କଥା ମାନେ ଚାଷ ବହୁତ ହେଇଛି ବୋଲି ଫଳଟା ଏମିତି ତାଙ୍କ ସାଙ୍ଗରେ କିଛି ସେମିତିକା ସମୟ ସେ ସମୟରେ ଯୋଉଟାକି ସେ ସମୟ ଖାଲି ତାଙ୍କ ସାଙ୍ଗରେ ନୁହଁ ବହୁତ ସେଲିବ୍ରିଟି ଆମେ ସମସ୍ତେ ସେତେବେଳେ କେହି ସେଲିବ୍ରିଟି ନଥିଲେ ଆମେ ସବୁ ଷ୍ଟୁଡେଣ୍ଟ ଥିଲୁ ଆଜ୍ଞା ପରବର୍ତ୍ତୀ ସମୟରେ ସବୁ ସେଲିବ୍ରିଟିରେ ପରିଣତ ହେଇଛନ୍ତି ତ ତାଙ୍କ ସାଙ୍ଗରେ ପ୍ରଜ୍ଞାଙ୍କ ସାଙ୍ଗରେ ଆପଣଙ୍କର ଗୋଟେ ହୋଲିର ଗୋଟେ ଇନସିଡେଣ୍ଟ ଥିଲା ଆପଣ ହୋଲି ବହୁତ କୁହନ୍ତି ଆମେ ହସୁ ହୋଲିରେ ତା ଆକ୍ଚୁଆଲି ପ୍ରଜ୍ଞା ହୋଲିକୁ ଆଉ ଆସୁନାହିଁ ଏଥିପାଇଁ ଗୋଟେ ଥର ହୋଲିରେ ତାକୁ ଏମିତି ସବୁ ହୋଲି ବୋଳା ହେଲା ଏମିତି ଏମିତି ଜାଗାରେ ଆଜ୍ଞା ଯାହାଫଳରେ କି ସିଏ ବନ୍ଦ କରିଦେଲା ଯେ ମୁଁ ହୋଲି ଖେଳରେ ଆଉ ଯିବିନି ତାକୁ ମଜାରେ ମଜାରେ ତାକୁ ସମସ୍ତେ ତାକୁ ଭଲ ପାଆନ୍ତି ଏବଂ ମଜା କରନ୍ତି ତା ସହିତ ଆଜ୍ଞା ସିଏ ତାପରଠାରୁ ସେ ହୋଲିରେ ବିଲକୁଲ ଆସିବାକୁ ହୋଲିରେ ମୁଁ ତାକୁ ଦେଖିବାକୁ ପାଉନି ଆଉ ସେବେଠୁ ଆପଣ ଖୋଜିଛନ୍ତି କେବେ ସେ ହଁ ସବୁ ବର୍ଷ ଆମେ ପରସ୍ପର କଲ୍ କରି ଡକାଡକି ହଉ କଲେଜ ପଛପଟେ ଗୋଟେ ଆମର ଗୋଟେ କରୁ ସେଲିବ୍ରେଟ୍ କରୁ ଆମର ସେଟା ଆପଣ ଯେଉଁ ନ୍ୟୁଜ୍ ଫ୍ୟୁଜ୍ ପଢ଼ୁଛନ୍ତି ଆମର ଆମ ଭାଇ ହୁର୍ସି ଭାଇ ସେଠି ଲିଡ୍ ନେଇକି ସେଟା କରନ୍ତି ପ୍ରଜ୍ଞାଙ୍କ ସାଙ୍ଗରେ ସମ୍ପର୍କ କେମିତି ଏବେ ବହୁତ ବଢ଼ିଆ ସମ୍ପର୍କ ଫ୍ୟାମିଲିଆର ସମ୍ପର୍କ ଶଙ୍କରଙ୍କ ସାଙ୍ଗରେ ଶଙ୍କର ଭାଇଙ୍କ ସହିତ ବି ବହୁତ ବଢ଼ିଆ ବହୁତ ଭଲ ସମ୍ପର୍କ ସେ ସବୁ ଆମେ ସମ୍ପର୍କ କିଛି ନାହିଁ ଏସବୁ ଆମେ ଗୋଟେ ମାଆର ପିଲା ଭଳିଆ ସବୁ ରହୁ ସେଠି ସଙ୍ଗୀତ ମହାଦେବ ଯେତେ ମାନେ ଆମେ ସେତେବେଳ ସମୟର ପିଲାମାନେ ଆମେ ସାନ ଭାଇ କିମ୍ବା ବଡ଼ ଭାଇ ଏହା ହେଉଛି ସମ୍ପର୍କ ସେଠି ଆଉ ମଝିରେ ଆଉ କିଛି ନାହିଁ ଇଏ ତ ଗଲା କଲେଜ ଲାଇଫ୍ କେମିତି ଆସିଲେ ଏ ମ୍ୟୁଜିକ୍ ଲାଇନ୍କୁ ଗୀତ ମ୍ୟୁଜିକ୍ ଲାଇନ୍ ଗାଇବା ମୁଁ ଆକ୍ଚୁଆଲି ମୋର ଗୀତ ଗାଇବା ମାନେ ପିଲାବେଳେ ଯାହା ଏମିତି ମିମିକ୍ରି କରିକି ଗାଉଥିଲି ଆଜ୍ଞା କିନ୍ତୁ ମୁଁ ଯେତେବେଳେ ତବଲା ଶିଖିଲି ଏଠି ଓଡ଼ିଶାରେ ହିନ୍ଦୁସ୍ତାନୀ ମ୍ୟୁଜିକ୍ର କ୍ଲାସିକାଲ୍ ମ୍ୟୁଜିକ୍ର ଅବସ୍ଥା ଯାହା ଆପଣ ଏଠି ତିଷ୍ଠିବା ବହୁତ କଷ୍ଟ ମୁଁ ନିଜେ ହାରି ଯାଇଥିଲି ତବଲାଟା ଏତେ ଭାଷ୍ଟ ସବଜେକ୍ଟ ଯେ ମୁଁ ନିଜେ ହାରି ଯାଇଥିଲି ମୁଁ କହିଲି ମୁଁ ତବଲା ବଜେଇକି ମୋତେ କ'ଣ ପରିଚୟ ମିଳିବ ଚିହ୍ନି ପାରିବେ ଲୋକ ତବଲାରେ ଇଏ କରିପାରିବି ସେଇଟା ଗୋଟେ ମନ ଭିତରେ ଥିଲା ମୁଁ ଭଲ ବଜାଉଥିଲି ପ୍ରାକ୍ଟିସ୍ କରୁଥିଲି ଭଲ ବଜାଉଥିଲି ତାମାନେ ମୁଁ ବଜାଉନଥିଲି ସେତେବେଳର ପିଲାମାନେ ଯିଏ ମୋ ସାଙ୍ଗରେ ଥିଲେ ମୋର ସମସାମୟିକ ସେମାନେ ଜାଣିଛନ୍ତି ଆଜ୍ଞା କିନ୍ତୁ ମୁଣ୍ଡରେ ଘାରିଲା ଯେ ନାଇଁ ମୋତେ ଲୋକ ଫେସ୍ ଭ୍ୟାଲୁଟା କେବେ ଦେବେ ଚିହ୍ନିବେ କେମିତି ଫ୍ରଣ୍ଟ ଲାଇନ୍ରୁ କେମିତି ତବଲା ତ ଗୋଟେ ବ୍ୟାକ୍ର ଜିନିଷ ମୁଁ ଯଦି ବଜେଇବି କ୍ଲାସିକାଲ୍ ବଜେଇବି ଯଦି ଗୋଟେ ଅଲଗା ଲେବୁଲ୍ରେ ବଜେଇଲେ ଯାଇକି ମୋତେ ଜାଣିବି ମୁଁ ତ ସେ ଲେବୁଲ୍କୁ ଯିବା କଷ୍ଟ ଆଜ୍ଞା ତେଣୁ ମୁଁ କେମିତି ସାମ୍ନାକୁ ଆସିବି ଏବେ କୁହନ୍ତୁ ଭାଇ ତେଣୁ ମୁଁ କହିଲି ନା ଆର ଅଲ୍ଟରନେଟିଭ୍ କ'ଣ ଗୋଟେ ଭାବିବାକୁ ପଡ଼ିବ ତେଣୁ ଏଇ ଗୀତ ପ୍ରତି ସେତେବେଳେ ବି ଗୀତ ଶୁଣିବା ଗୀତ ପ୍ରାକ୍ଟିସ୍ କରିବା ଏଇସବୁ ଜିନିଷ ଆଜ୍ଞା ବହୁତ ଆରମ୍ଭ ହେଲା ସେତେବେଳେ ଆମେ ଏବେ ପ୍ଲେବ୍ୟାକ୍କୁ ଯିବା ତା ପୂର୍ବରୁ ଆପଣ କ'ଣ ଶୁଣିକିନି ଗୀତ ଗାଆନ୍ତି ହିନ୍ଦୀ ଗୀତ ଭଲ ଗାଆନ୍ତି କୈଳାସକରଙ୍କର ହଁ ମୁଁ ହିନ୍ଦୀ ଗୀତ ମୁଁ ଯେତେବେଳେ ନୂଆ ଗାଇଲି ଷ୍ଟେଜ୍କୁ ଗଲି ଯେତେବେଳେ ଷ୍ଟେଜ୍ ପୂର୍ବରୁ ମୁଁ ଆମର ଗୋଟେ ବଡ଼ ବାଥରୁମ୍ ଥିଲା କଲେଜ ହଷ୍ଟେଲ ଭିତରେ ସେଟା ଲାଇନ୍ ହେଇକି ଏକାଥରେ 5 ଜଣ 10 ଜଣ ଗାଧାନ୍ତି ସେତେ ଜାଣିଥିବେ ବଡ଼ ହଲ୍ଟାରେ ଟିକେ ଡିଲେ ରିବବ୍ ଟିକେ ମିଳେ ଗାଇବାକୁ ଭଲ ଲାଗେ ସେ ସମସ୍ତେ ଗୀତ ଗାଉଥିବେ ମୁଁ ବି ଚିଲଉଥିବି ମୋ ହିସାବରେ ମୁଁ ବହୁତ ଖରାପ ଗାଉଥିଲି କିନ୍ତୁ ବହୁତ ଚିଲଉଥିବି ତା ଭିତରେ ଖରାପ ଗୀତରୁ ବଦଳରେ ତା ଭିତରେ ମୋ ସାଙ୍ଗସାଥି ମାନେ ବହୁତ ନିନ୍ଦା ବହୁତ ଲୋକ କରନ୍ତି କାହିଁକି ଚିଲଉଛି ମୋ ସିନିୟର ମାନେ ମୋ ଜୁନିୟର ମାନେ ହସନ୍ତି ପଛରେ ଟିଟକାରୀ ମାନେ ମୋ ସାମ୍ନାରେ ମାରନ୍ତିନି କାରଣ ଆମ କଲେଜଟା ଟିକେ ଅଲଗା ସେଠି ପ୍ରବଳ ରାଗିଙ୍ଗ ହେଉଥିଲା ମୁଁ ପ୍ରବଳ ରାଗିଙ୍ଗ କରୁଥିଲି ତେଣୁ ଆଜି କିନ୍ତୁ ସେଟା ମାନେ ପୁରା ବନ୍ଦ ରାଗିଙ୍ଗଟାକୁ ନା ରାଗିଙ୍ଗ ବନ୍ଦ ଯାହାକୁ ରାଗିଙ୍ଗ କରୁଥିଲି ସେମାନେ ମୋ ସହିତ ଭଲ ସମ୍ପର୍କ ଏବେ ଭଲ ସେଇଟା ଗୋଟେ କଲେଜର ଆମର ଗୋଟେ ସେତେବେଳକୁ ଥିଲା ରାଗିଙ୍ଗ ହଉଥିଲା କିନ୍ତୁ ପରେ ସେ ସମ୍ପର୍କ ଭଲ ହେଇଯାଉଥିଲା କିନ୍ତୁ ଏଟା ଏବେ ସରକାର ସେଟାକୁ ବିଲକୁଲ ରାଗିଙ୍ଗଟା ବନ୍ଦ କରିଛନ୍ତି ଆପଣ ଆମ ଦର୍ଶକଙ୍କୁ ଟିକେ କହିଦିଅନ୍ତୁ ଯେ ରାଗିଙ୍ଗ ଯେହେତୁ ଆମ କଲେଜଟା ଗୋଟେ ଟେକ୍ନିକାଲ କଲେଜ ବା ଆର୍ଟ କଲେଜ ମ୍ୟୁଜିକ୍ ଆର୍ଟ କଲେଜ ତେଣୁ ସେଠି ରାଗିଙ୍ଗର ମାନେ ନୁହଁ ଆମେ ଫିଜିକାଲି ଆବ୍ୟୁଜ୍ କରିବା କି ରାଗିଙ୍ଗ ସେଇଆ ନଥିଲା ରାଗିଙ୍ଗ ଆମେ ବହୁତ ପ୍ରତି ମୁମେଣ୍ଟରେ କିଛି ଶିଖଉଥିଲୁ ଆମେ ଶିଖଉଥିଲୁ ବା ଆମ ସିନିୟରମାନଙ୍କଠୁ ଶିଖୁଥିଲୁ ଏଇଠି ତ ସବୁବେଳେ ଆମେ ଟିଚର ଆଭେଲେବୁଲ୍ ନୁହନ୍ତି ନା ସବୁବେଳେ ମ୍ୟୁଜିକ୍ରେ ପ୍ରତିଟି ସମୟରେ କିଛି ଶିଖିବା ଦରକାର ଆପଣ କେମିତି ଶିଖିବେ ବଡ଼ ଭାଇଠୁ କି ଗୋଟେ ସାଙ୍ଗଠୁ କି ଏମିତି ଶିଖିବେ ତେଣୁ ଆମେ ବହୁତ ସିନିୟର ମାନଙ୍କଠୁ ବହୁତ ଶିଖିଛୁ ଆମ ଜୁନିୟର ମାନେ ବି ଆମଠୁ ବହୁତ ଶିଖିଛନ୍ତି
ସେ ସମୟରେ ରାଗିଂ ମାନେ ନୁହଁ ବେଲ୍ଟ ଖୋଲିକି ତାଙ୍କୁ ବାଡ଼ାଅ ଆବ୍ୟୁଜ୍ କର ଫିଜିକାଲି, ତାଙ୍କୁ ଆମେ ସଜା ଦେଉ ସେ ମ୍ୟୁଜିକାଲି, ଆଜ୍ଞା ତ ତାଙ୍କର ଭୟ ଏ ପଚାରିଦେବେ ପ୍ରଶ୍ନ, ଆଜ୍ଞା ଏମିତିଆ ରାଗିଂ କରୁଥିଲୁ। ଆଉ ରାଗିଂଟା ସେମିତି ଫିଜିକାଲି ହେବା ଉଚିତ ନୁହଁ। ଆମ କଲେଜରେ ଯେହେତୁ ସେ ଜିନିଷଟା ନାହିଁ ଆଉ ଧୀରେ ଧୀରେ ପ୍ରାୟତଃ ସବୁ କଲେଜରେ ସରିଲାଣି। ଆମ କଲେଜରେ ଯେହେତୁ ନାହିଁ ତେଣୁ ପିଲାମାନେ ବହୁତ ଇନଡିସିପ୍ଲିନ୍ କଲେଜରେ ବର୍ତ୍ତମାନ ଇନଡିସିପ୍ଲିନ୍। ଆଚ୍ଛା କିନ୍ତୁ ଆଗକୁ ଥିଲେ ସେ ଭଲ ହେଇଥାନ୍ତା। ନିଶ୍ଚିତ ଭାବରେ ଭଲ ହେଇଥାନ୍ତା। ଆଗକୁ ଭଲ ଭଲ ପିଲା ବାହାରିଥାନ୍ତେ ଥିଏଟରରେ କି ମ୍ୟୁଜିକ୍ ଆର୍ଟରେ, ସେମାନେ କେହି କାହାକୁ ମାନୁନାହାନ୍ତି ଏବେ, ଏଇଟା ହେଇଛି ଦେଖିବାକୁ ମିଳୁଛି। ତ ଭାଇ ସେଇ ଗୀତରୁ ଯେତେବେଳେ ଯେଉଁ ଗୁଣଗୁଣ ହଉଥିଲେ କିମ୍ବା ହିନ୍ଦୀ ଗୀତ କୈଳାଶ ଖେରଙ୍କର ଗୋଟେ ପଦଟେ। ହଁ ମୁଁ କୈଳାଶ ଖେରଙ୍କ ଆଲବମ୍ ଯେତେବେଳେ ଆସିଲା ସେତେବେଳେ ମୁଁ କହିଲି ମୁଁ ଏଇ ଗୀତ ଗୁଡ଼ା ତ ମୁଁ ଗାଇପାରିବି, ଗାଇଲେ ମୋତେ ଟିକେ ଟିକେ ମୁଁ ଗୁଣଗୁଣ ହେଲାବେଳେ ପିଲାମାନେ ଏଇଟା ମ୍ୟାଚ୍ କରୁଛି ଭଏସ୍କୁ ଏମିତି କହିଦେଲେ। ସେତେବେଳେ ମ୍ୟାଚ୍ କରୁଥିଲା ନା ଭଏସ୍ ପାଇଁ କାମ କରିଛନ୍ତି କିଛି? ନା ମୁଁ ଏମିତି ରାଣ୍ଡମଲି ଗାଉ ଗାଉ ସେ ଗୀତ ଗୁଡ଼ା ମ୍ୟାଚ୍ କରୁଛି। ଆଚ୍ଛା ସେମିତିଆ ଗୀତ ଗାଆନ୍ତୁ ବୋଲି ମୋ ସିନିୟର ମାନେ କହୁଥିଲେ ତୁ ଏଇଗୁଡ଼ା ଟ୍ରାଏ କର। ଆଜ୍ଞା ତେଣୁ ସେଗୁଡ଼ା ସବୁ ଗାଉଥିଲି। ବାହୁବଲି ଫିଲ୍ମରେ ଗୋଟେ ଗୀତ ଗାଆନ୍ତି ଆପଣ? ବାହୁବଲି ଷ୍ଟେଜ ଶୋରେ ଗାଏ। ବହୁତ ଥର ଶୁଣିଛି, ସେଇ ଗୀତଟାର ପଦଟେ ଗାଆନ୍ତୁ। क्या कभी अंबर से सूर्य बिछड़ता है, क्या कभी बिन बाती दीपक जलता है, कैसी है अनहोनी हर आँख हुई नम, छोड़ गया जो तू कैसे जिएंगे हम, तू ही सहारा तू ही किनारा तू जग सारा, तू ही हमारा सूरज तू ही तारा, जय जयकारा जय जयकारा, स्वामी देना साथ हमारा। ବହୁତ ବଢ଼ିଆ ଭାଇ। ଓଡ଼ିଆ ଇଣ୍ଡଷ୍ଟ୍ରିରେ ଯେତେବେଳେ ହାଇ ପିଚ୍ ଗୀତ ରିକ୍ୱାରମେଣ୍ଟ ହୁଏ ସେତେବେଳେ ଆପଣଙ୍କୁ ଖୋଜା ପଡ଼େ, ଏବେ ପ୍ରାୟତଃ? ଏବେ ଆଣିକି ଆକ୍ଚୁଆଲି ମୁଁ ବହୁତ ପୂର୍ବରୁ ଗୋଟେ ସିନେମା ଗାଇଥିଲି, ପ୍ରଥମ ସିନେମା ରାଜୁ ଆବାରା। ସେଠି ମୋର ଜଣେ ବଡ଼ ଭାଇ ସୋନି ଭାଇ ମୋତେ ସେଇଟା ଚାନ୍ସ ଦେଇଥିଲେ। ସେଇଟା 10 ବର୍ଷ ତଳେ ସେ ସିନେମାଟା ମୁଁ ଗାଇଥିଲି। ତାପରେ ମୋତେ ଖୋଜୁନଥିଲେ, ସେ ଗୀତର ଇମ୍ପାକ୍ଟ ବି ବେଶୀ ରହିଲାନି। ଖୋଜା ପଡ଼ିଲା ମୁଁ ଯେତେବେଳେ ତରଙ୍ଗରେ ଗୋଟେ ପ୍ରୋଗ୍ରାମ ଚାଲିଥିଲା, ସେଟା ହେଉଛି ମ୍ୟୁଜିକ୍ ଷ୍ଟୁଡ଼ିଓ, କୋକ୍ ଷ୍ଟୁଡ଼ିଓ ଭଳିଆ ଗୋଟେ ହେଉଥିଲା, ଯେଉଁଟାକି ମୋ ବଡ଼ ଭାଇ ବିଭୂତି ଗଣନାୟକ ଜାଣିଥିବେ। ସେ ମୋତେ ପ୍ରଥମେ ସେଥିରେ ଚାନ୍ସ ଦେଇଥିଲେ, ତୁ ଏଇଗୁଡ଼ା ଗା। ମୋତେ ବହୁତ ଗୁଡ଼ାଏ ଗୀତ ଦେଇଥିଲେ, ଯାହାଫଳରେ ସେ ଗୀତ ଗୁଡ଼ା କାମ କଲା ବର୍ତ୍ତମାନ ପରବର୍ତ୍ତୀ ସମୟରେ। ଆଉ ସେ ଗୀତକୁ ମେନଲି ଶୁଣିକିରି ମୁଁ ସେ ସମୟରେ ବିଭୂତି ଭାଇଙ୍କୁ ବହୁତ ସମୟ ବି ଦେଇଥିଲି ଯେ ଭାଇ ମୋତେ ଯେମିତି ହେଲେ ଆପଣ ସାମ୍ନାକୁ ଆଣନ୍ତୁ। ତ ସେ ଗୀତ ଶୁଣିକି ଲୋଟଣି ପାରା ଗୀତଟି ଯେଉଁଟାକି ୟୁଟ୍ୟୁବରେ ଅଛି, ସେଟା ବହୁତ ତାର ଭ୍ୟୁ ବହୁତ ବହୁତ ପ୍ରଶଂସା ସେ ଗୀତରେ ମୋତେ ମିଳିଛି। ତାପରେ ଦମନର ହଠାତ୍ ଦମନ ଟିମ୍ରୁ ମୋତେ କଲ୍ ଗଲା ଯେ କି ଦେବୀ ଭାଇ ଦମନର ଡିରେକ୍ଟର ଦିନେ ହଠାତ୍ ମୋତେ ଫୋନ୍ କଲେ, ସେ ଆଉ ମ୍ୟୁଜିକ୍ ଡିରେକ୍ଟର ଆମର ଗୌରବ ଫୋନ୍ କଲେ ଯେ ଭାଇ ଅନୁରାଗ ଭାଇ କେଉଁଠି? ସେତେବେଳେ କରୋନା ସମୟ, ମୁଁ ଗାଁରେ ଥିଲି ସେତେବେଳେ, ମୁଁ ଭୁବନେଶ୍ୱର ଛାଡ଼ି ଦେଇଥିଲି। ସେତେବେଳେ କିଛି ତ ନଥିଲା ଏଠି ନା, ମୁଁ ଛାଡ଼ି ଦେଇଥିଲି, ପୁରା ରହୁଥିଲି ସେଠି। ଭାଇ କେଉଁଠି? ମୁଁ କହିଲି ମୁଁ ଗାଁରେ ଅଛି ଯାଜପୁରରେ। ନା ଆସିପାରିବ କାଲି? ମୁଁ କହିଲି ହଁ ଯାଇପାରିବିନି କି, ଯାଇ ପହଞ୍ଚିବି। ନା ଗୋଟେ କାମ ଅଛି, ମୁଁ ଜାଣିନଥିଲି ଗୋଟେ ଏଡ଼େ ବଡ଼ ପ୍ରୋଜେକ୍ଟ ଏତେ ବଡ଼ ହିଟ୍ ହେବ, ଏତେ ଇଏ ହେବ, ମୁଁ କିଛି ଜାଣିନଥିଲି। ତେଣୁ ଡାକିଲା ପରେ ମୁଁ ଆସିଲି, ନା ଗୋଟେ ଗୀତ ଗୋଟେ ସିନେମା ଗୀତ ହେବ, ଆଉ ଭାଇ ଆପଣଙ୍କୁ ନେଇକି ଚିନ୍ତା କରାହେଇଛି। ଦେବୀ ଭାଇ କହିଲେ ନାଇଁ ଆମକୁ ସେଇ ଫୋକ୍ ଭଏସ୍ ଦରକାର, ତୁମଠୁ ଦରକାର। ଆଉ ଶୁଣିଲୁ ଗୀତ, ମୁଁ ତାଙ୍କୁ ପଚାରିଲି କେମିତି କ'ଣ, ସେ କହିଲେ ଆମେ ଶୁଣିଲୁ ଗୀତ, ଆମକୁ ଏମିତି ଗୋଟେ ଦରକାର ଫୋକ୍ ଭଏସ୍ଟା। ମୁଁ ରାଜି ହେଇଯାଇଥିଲି ଏବଂ ସେଟା ନାଁ ଦେଲା ପରବର୍ତ୍ତୀ ସମୟରେ। ଆସିଲେ କେମିତି କରୋନାରେ? ନାଇଁ କରୋନାଟା ଜଷ୍ଟ ମାନେ ସରି ଆସିଥିଲା, ଆମେ ଯିବା ଆସିବା କରି ହେଉଥିଲା। ମୁଁ କମ୍ପ୍ଲିଟଲି ଭୁବନେଶ୍ୱର ଆସିନଥିଲି ସେତେବେଳେ, ମୁଁ ରହିଯାଇଥିଲି। କାହିଁକିନା ପୁଣି କ'ଣ ହେବ, ପୁଣି ଲକଡାଉନ୍ ହେବ, କାମ ବି କିଛି ନଥିଲା ବିଶେଷ। ଫାଷ୍ଟ ରେକର୍ଡ ଯୋଉଦିନ କରିକି ଆଣିଲେ ଆମକୁ ସିନା ଶୁଣେଇଥିଲେ ମୋବାଇଲରେ ତାର ଡମିଟା ଷ୍ଟୁଡିଓରେ। ଆଜ୍ଞା ଆଜ୍ଞା। ତାପରେ କେମିତି ସବୁ ଆଗକୁ ବଢ଼ିଲା? ତାପରେ ଏବେ କେତେ ଖଣ୍ଡେ ସିନେମା ଅଛି ହାତରେ, ଆଉ କେମିତି ବଢ଼ିଲେ ଆଗକୁ? ମୁଁ ଏବେ
30ଟା ଖଣ୍ଡେ ସିନେମା ମୁଁ ଗାଇ ସାରିଲିଣି। ଆଜ୍ଞା ତା ଦେହରୁ ଦମନ ପରେ ଆଜ୍ଞା ଆଉ ତା ଦେହରୁ 20ଟା ଖଣ୍ଡେ ରିଲିଜ୍ ହେଇଯାଇଛି। ଆଜ୍ଞା ଆଉ 10ଟା ଖଣ୍ଡେ ଆସୁଛି। ଆଉ ଏବେ ତ ରିସେଣ୍ଟଲି ପଡ଼ିଛି ଯେଉଁଟା ମୁଁ କହିଲି, ଆଗକୁ ରିଲିଜ୍ ହେବ ପଡ଼ିଛି ଆପଣ 6ଟା 7ଟା ସିନେମା। ୟୁଟ୍ୟୁବରେ ବି ବହୁତ ଗୁଡ଼ାଏ ଗାଇଛନ୍ତି ଗୀତ। ୟୁଟ୍ୟୁବରେ ଏଗୁଡ଼ା ଗାଇଛି। ମୋର ନିଜର କିଛି ଚ୍ୟାନେଲ୍ ନାହିଁ, କିନ୍ତୁ ଅନ୍ୟମାନଙ୍କ ଚ୍ୟାନେଲରେ ମୁଁ ଗାଇଛି ଗୁଡ଼ାଏ ଗାଇଛନ୍ତି ଗୀତ। ଗୀତ। ଯଦି ଆମେ ଦେଖିବା ଆପଣ ଆଗରୁ ମ୍ୟୁଜିକ୍ ଆଉ ଦମନ ପରର ମ୍ୟୁଜିକ୍, ଦମନ ନିଶ୍ଚିତ ଭାବରେ ଗୋଟେ ରିଭଲ୍ୟୁସନ୍ ଆଣିଲା ଓଡ଼ିଆ ନିଶ୍ଚିତ। ଇଣ୍ଡଷ୍ଟ୍ରିରେ। ତାପରେ ଆପଣ କ'ଣ ମ୍ୟୁଜିକ୍ ତ ଆଗରୁ ବି ଭଲ ଥିଲା, କିନ୍ତୁ ତାପରେ କ'ଣ ଦେଖୁଛନ୍ତି ଆପଣ? ଯେମିତିକା ବହୁତ ଭଲ ଭଲ ଆପଣ ମ୍ୟୁଜିକ୍ ଯଦି ଦେଖିବେ, ମ୍ୟୁଜିକ୍ ଯଦି ପୁରା ପୁରୁଣା ଏରାକୁ ଯିବେ, ସେତେବେଳେ ମ୍ୟୁଜିକ୍ ଥିଲା। ଆଜ୍ଞା ଏବେ ମ୍ୟୁଜିକ୍ ଭଳିଆ ଆଉ ଗୋଟେ କ'ଣ ହେଉଛି। ଯଦି ଏମିତି ପଚାରିବେ ମୁଁ କହିବି ରଘୁନାଥ ପାଣିଗ୍ରାହୀ, ସେତେବେଳେ ବଡ଼ ବଡ଼ ପ୍ରଫୁଲ୍ଲ କର, ସେସବୁ ଅକ୍ଷୟ ମହାନ୍ତି, ଆଜ୍ଞା ସେମାନେ ମ୍ୟୁଜିକ୍ କରୁଥିଲେ। ଆମେ ତାଙ୍କର କାଣିଛେ କେଉଁଠି ଆଣିକି କ'ଣ କରିକି ଗୋଟେ ପ୍ରସ୍ତୁତ କରୁଥିଲେ। ମାନେ ଏଇଆ ହିଁ ମୁଁ କହିବି। ଆଉ ବର୍ତ୍ତମାନ ଆଉ ଗୋଟେ ସେତେବେଳେ କଥା, ଆଉ ଇରା ଥିଲା ବହୁତ। ମଝି ପିରିୟଡ଼ଟା କରୁନଥିଲେ ନୁହଁ, ବହୁତ ସେମିତି ବି ଥିଲେ, ବହୁତ କଦର୍ଯ୍ୟ ମ୍ୟୁଜିକ୍ କରୁଥିଲେ, ଯେଉଁଟା କାନରେ ଆପଣ ଶୁଣିପାରିବେନି, କି ଆପଣ ସେ ମ୍ୟୁଜିକ୍ ବି ପ୍ରାଇଭେଟଲି ଶୁଣିବେ। ଆଚ୍ଛା, ଯଦି ଆମେ କହିବା ଏଇ ଯେଉଁ ଅତ୍ୟଧିକ ମାତ୍ରାରେ ୟୁଟ୍ୟୁବ୍ ଚ୍ୟାନେଲ୍ ସବୁ ଖୋଲିଲା, ଆଉ ତା ଦେହରେ ବିଭିନ୍ନ ପ୍ରକାର ଗୀତ ଆସିଲା, ତା ପାଇଁ ମ୍ୟୁଜିକ୍ ଟିକେ ଡିମାଣ୍ଡ କମିଛି କି? ଲୋକ ନା, ମ୍ୟୁଜିକ୍ର ଡିମାଣ୍ଡ କେବେ ଜୀବନ ସାରା କମିବ ନାହିଁ। କାହିଁକିନା ମ୍ୟୁଜିକ୍ ଗୋଟେ ମଣିଷ ଜୀବନରେ ମ୍ୟୁଜିକ୍ଟା ଏମିତି ଗୋଟେ ପାର୍ଟ। ଶସ୍ତା ଆପଣ ଗୀତ। ଜନ୍ମ ହେବେ ମ୍ୟୁଜିକ୍, ଆପଣ ଯେତେବେଳେ ଶେଷ ଯାତ୍ରା ଯିବେ ସେତେବେଳେ ବି ମ୍ୟୁଜିକ୍ ସାଙ୍ଗରେ ଥିବ, ଆଉ କେହି ନଥିବେ। ଆଜ୍ଞା ତେଣୁ ମ୍ୟୁଜିକ୍ର ଡିମାଣ୍ଡ କେବେ କମିବନି। ମ୍ୟୁଜିକ୍ ଭଲ ମନ୍ଦ ସେଇଟା ହେଉଛି, ଭଲ କଥା କଲେ ନିଶ୍ଚିତ ଭାବରେ ଲୋକ ଶୁଣିବେ। ଆଉ ମ୍ୟୁଜିକ୍ରେ ବିଭିନ୍ନ ପ୍ରକାର କ୍ଲାସ୍ର ଲୋକ ଅଛନ୍ତି, କାହାକୁ କେଉଁ ପ୍ରକାର ମ୍ୟୁଜିକ୍ ଭଲ ଲାଗିବ। ହୁଁ ଆଉ ଆପଣ ଯାହା ନାହିଁ ତାହା ଲେଖିକି ଗୋଟେ କ'ଣ ମ୍ୟୁଜିକ୍ ପ୍ରସ୍ତୁତ କରିଦେବେ, ତାକୁ ଇଣ୍ଟେଲେକ୍ଚୁଆଲ୍ସ ଶୁଣିବେ ନାହିଁ, ପସନ୍ଦ କରିବେ। ଶୁଣିବେ ହିଁ ନାହିଁ, ଆଜ୍ଞା ତାକୁ ରିଜେକ୍ଟ ମାରିବେ ପ୍ରଥମ ଆରମ୍ଭରୁ। ସେମାନଙ୍କର ଶ୍ରୋତା ଅଲଗା ତାଙ୍କ ଅଛନ୍ତି। ସହିତ ଅଲଗା ଅଛନ୍ତି ବହୁତ। ଆଉ ବର୍ତ୍ତମାନର ପିଲା ବି ଯେଉଁମାନେ କରୁଛନ୍ତି, ସେମାନେ ବହୁତ ଆଡ଼ଭାନ୍ସ। ଏବେ ଜେନ୍ ଜି ପିଲାମାନେ, ସେମାନଙ୍କ ଭିତରେ ସେ ଇଏଟା ଅଛି। କିନ୍ତୁ ଯଦି ସେମାନେ ବହୁତ ଭଲରେ ଗୋଟେ ୱେଲ୍ ଟ୍ରେଣ୍ଡ ହେଇକି ଆସିକି କରିବେ, ତ ନିଶ୍ଚିତ ଭାବରେ ଅଲଗା ଲେଭେଲକୁ ମୁଁ ଶୁଣିଛି ଯେ ଆପଣ ଆଜି ପର୍ଯ୍ୟନ୍ତ କୌଣସି ଫିମେଲ ସିଙ୍ଗରଙ୍କ ସାଙ୍ଗରେ ଡୁଏଟ୍ ଗାଇନାହାନ୍ତି। ଡୁଏଟ୍ ମୁଁ ଆକ୍ଚୁଆଲି ଗାଇନି। ତାର କିଛି ମାନେ ଅଲଗା କାରଣ ନାହିଁ। କାରଣ ହେଉଛି ଏଇଆ ଯେ ମୁଁ ଟିକେ ହାଇ ପିଚ୍ ସିଙ୍ଗିଂ, ଯେହେତୁ ମୋର ଆଜ୍ଞା ମୋ ସହିତ ମ୍ୟାଚ୍ କଲା ଭଳିଆ କୋ ସିଙ୍ଗର ନାହାନ୍ତି। କିନ୍ତୁ ମୁଁ ଏବେ ରିସେଣ୍ଟଲି ଗୋଟେ ସିନେମା ପାଇଁ ଗାଇଛି ଅସୀମା ପଣ୍ଡାଙ୍କ ସହିତ ଗୋଟେ। ଆଚ୍ଛା, ଫାଷ୍ଟ ସେ ଆପଣଙ୍କର ସେଇଟା ଫାଷ୍ଟ ଗୋଟେ ଗାଇଛି ନା ମୁଁ। ହଁ, ଡୁଏଟ୍ ଭିତରେ ସେଇଟା ହିଁ ମୁଁ ଗାଇଛି। ଆସିଲାଣି ସେ ଗୀତ? ନାଇଁ, ଆସିନି ମାର୍କେଟକୁ, ଆସିବ ଅପକମିଂ ସିନେମାରେ ଅଛି। ଭାଇ ଏସବୁ ତ ହେଲା, ଆଉ ଟିକେ ପରିବାର ବିଷୟରେ, ଘରେ କିଏ କିଏ ଅଛନ୍ତି? ପରିବାର ବାପା ମା, ଭାଇ ଭଉଣୀ, ସ୍ତ୍ରୀ, ପିଲା ସବୁ ଅଛନ୍ତି। ଝିଅଟେ? ମୋର ଗୋଟେ ଝିଅ 9 ବର୍ଷର। ଆଜ୍ଞା। ଆଉ ଭାଉଜ ହାଉସ୍ ୱାଇଫ୍? ହଁ, ଭାଉଜ ହାଉସ୍ ୱାଇଫ୍। ସେ ବର୍ତ୍ତମାନ ତ କିଛି କରିନାହାନ୍ତି, ମାନେ BA କମ୍ପ୍ଲିଟ୍ କରିକି ଅଛନ୍ତି ଘରେ। ଆଚ୍ଛା, ଭବିଷ୍ୟତରେ କ'ଣ କରିବେ। କେମିତି ସପୋର୍ଟିଂ ଭାଉଜ ଗୀତ ପାଇଁ? ଗୀତ ପାଇଁ ସେ ସପୋର୍ଟ କରନ୍ତି, କାହିଁକିନା ପ୍ରଥମେ ସେ ବୁଝିପାରୁନଥିଲେ ଆକ୍ଚୁଆଲି ମୁଁ କ'ଣ କରୁଛି। ଆଜ୍ଞା ତାପରେ ସେ ଦିନ ସହିତ ସେ ଆଡ଼ଜଷ୍ଟମେଣ୍ଟ କରିକି ସେ ଜାଣିଲେ ନାଇଁ, ଫୋକସ୍ଟା ଏଇ ଦିଗରେ ଅଛି। ତେଣୁ ସେ ସପୋର୍ଟ, ତା ପରଠୁ ସେ ସପୋର୍ଟ କରନ୍ତି। ଝିଅ ଗୀତ ଗାଉଛି? ଝିଅ କେବେ ମୁଁ ତାର ଗୀତ ପ୍ରତି ଇଣ୍ଟରେଷ୍ଟ କେବେ ଦେଖିନି। ଆଜ୍ଞା ହଁ, ମୁଁ ବି ଆଶ୍ଚର୍ଯ୍ୟ ହେଉନି, କାହିଁକିନା ମୋ ବାପା ବି ଗୀତ ଗାଆନ୍ତିନି, ମୁଁ ଗାଉଛି। ଆଜ୍ଞା ତେଣୁ ଝିଅର ପେଣ୍ଟିଂ ପ୍ରତି ତାର ପ୍ରବଳ ଦୁର୍ବଳତା, ସେ ପେଣ୍ଟିଂ ଗୁଡ଼ା କରେ ସବୁବେଳେ ବସି। ଆଚ୍ଛା, ବାପା ଗୀତ ଗାଆନ୍ତିନି ବୋଲି କହିଲେ, ତେବେ ଗୀତ ପ୍ରତି କିଏ ସବୁଠୁ ବେଶୀ ଇନ୍ସପାୟାର କରିଛି ଆପଣଙ୍କୁ? ଫ୍ୟାମିଲିରୁ ମୋ ବଡ଼ ଭଉଣୀ। ଆଚ୍ଛା ମୋ ବଡ଼ ଭଉଣୀ ବହୁତ ସୁନ୍ଦର ଗୀତ ଗାଏ। ଆଜ୍ଞା ଆଉ ସବୁ ସେତେବେଳେ ସେ ଶିଖୁଥିଲା, ତ ସେ ବହୁତ ବଢ଼ିଆ ଗାଏ। ଆଜ୍ଞା ତାଠୁ ଶୁଣିକି ଆମେ ସବୁ, ମାନେ ଆମେ ସବୁ, ମାନେ ମୋ ଉପର ଭଉଣୀ ଆଉ ଜଣେ ଅଛି, ସିଏ, ମୁଁ। ଆଜ୍ଞା ଭାଇ ଗୀତ ଫୀତ ଗାଏନି। ଆମେ ଦୁଇ ଜଣ ତାକୁ ହିଁ ଦେଖିକି ତାକୁ ଫଲୋ କରୁ ସବୁ। ସେ କ୍ଲାସିକାଲ ଗୀତ ଗୁଡ଼ା, ଗଜଲ୍ସ, ଏଗୁଡ଼ା ସବୁ ଆମେ ଭଲ ଭଲ କ୍ୱାଲିଟିର ଗୀତ ଶୁଣିଛୁ କେବଳ ସେଠୁ, ତାଠୁ ଜାଣିଛୁ ଆମେ। ଭାଇ, ଯଦି ଆମେ କହିବା ଏବେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଯେଉଁ ସବୁ ମ୍ୟୁଜିକ୍ ଡାଇରେକ୍ଟର ମାନେ ଅଛନ୍ତି, କିଏ ଆପଣଙ୍କୁ ସବୁଠୁ ବେଶୀ ଭଲ ଲାଗନ୍ତି? ନା, ବର୍ତ୍ତମାନର ମ୍ୟୁଜିକ୍ ଡାଇରେକ୍ଟର
ବର୍ତ୍ତମାନ ଯିଏ ଅଛନ୍ତି ଆଗ ଧାଡ଼ିର ଗୌରବ ଆନନ୍ଦ ତ ଦେଖୁଛନ୍ତି, ସେ ଗୋଟେ ଟାଇପ୍ର ମ୍ୟୁଜିକ୍ କରୁଛନ୍ତି। ଅନେକ ବର୍ତ୍ତମାନର ପିଲା ବହୁତ ଭଲ ଭଲ କଥା କରୁଛନ୍ତି। ଆଜ୍ଞା ମୁଁ ମାନେ ସେମିତି ପର୍ଟିକୁଲାର କିଛି ନାଁ ମାନେ ନେବା ଉଚିତ ନୁହଁ, ଆଜ୍ଞା କିନ୍ତୁ ବର୍ତ୍ତମାନର ପିଲା ଯେଉଁମାନେ କରୁଛନ୍ତି ବହୁତ ଭଲ କରୁଛନ୍ତି। ଅଭିଜିତ ତ୍ରିପାଠୀ କରୁଛନ୍ତି ମ୍ୟୁଜିକ୍, ଭଲ କରୁଛନ୍ତି। ବହୁତ ବଢ଼ିଆ କରୁଛନ୍ତି। ଏବେ ରିସେଣ୍ଟଲି ଗୋଟେ ସିନେମାରେ ମୁଁ ଗାଇଛି, ଯେଉଁଟା ମ୍ୟୁଜିକ୍ କରୁଛନ୍ତି ବାଲାଜୀ, ହୁଁ ବହୁତ ସୁନ୍ଦର। ଆପଣ ଶୁଣିବେ, ସେ ଗୀତଟି ବହୁତ ସୁନ୍ଦର ହେଇଛି। ମୋର ତ ଶୁଣିପାରିବେ? ସେଟା ଶୁଣେଇ ହେବନି, ଯେହେତୁ ସେଟା ଅଣ୍ଡର ରିଲିଜ୍ ଅଛି, ହଁ। ଶୁଣେଇ ହେବନି, କିନ୍ତୁ ଖୁସି ଲାଗିବ ଆପଣଙ୍କୁ। ବହୁତ ବହୁତ ଧନ୍ୟବାଦ ଭାଇ। ଆମେ ଇଣ୍ଟରଭ୍ୟୁ ବନ୍ଦ କରିବା ପୂର୍ବରୁ ଗୋଟେ ଦୁଇଟି ଗାଇ ଦିଅନ୍ତୁ ଗୀତ, ମନ ପସନ୍ଦର, ଯେଉଁଟା ଆପଣଙ୍କୁ ଆଜି ପର୍ଯ୍ୟନ୍ତ ସବୁଠୁ ବେଶୀ ଭଲ ଲାଗିଥିବ। ହିନ୍ଦୀ ଗୀତ ନା ଓଡ଼ିଆ ଗୀତ? ହିନ୍ଦୀ ଗୋଟେ ଗାଆନ୍ତୁ, ଆପଣ ଗାଇଥିବା ଓଡ଼ିଆ ଗୀତ। ହିନ୍ଦୀ ଗୀତ ଗାଇ ହବ ଚ୍ୟାନେଲରେ? ହଁ ଗାଇ ହବ। हीरे मोती मैं ना चाहूं, मैं तो चाहूं संगम तेरा, मैं तो तेरी सैया, तू है मेरा सैया, सैया, तू जो छू ले प्यार से आराम से मर जाऊं, आजा चंदा बाहों में तुझ में ही गुम हो जाऊं, मैं तेरे प्यार से खो जाऊं। ବହୁତ ବହୁତ ଧନ୍ୟବାଦ। ଓଡ଼ିଆ ଗୀତ ଗୋଟେ ଗାଆନ୍ତୁ। ଓଡ଼ିଆ ଗୀତ ଟିକେ ମୋତେ ମନେ ପକାଇବାକୁ ପଡ଼ିବ, କେଉଁଟା ଗାଇବି। ମନେ ତ ମୁଁ ପକାନ୍ତୁ ନିଜେ ଗୋଟେ। ଗାଇଥିବା ଗୀତ। ନା ଅଲଗା କାହା ଗୀତ ଗାଆନ୍ତି? ଓ ମୁଁ ଗାଏ, ଗାଉନାହାନ୍ତି। ତାଙ୍କର ଗୀତ ଗାଏ ମୁଁ, ପଟ୍ଟନାୟକ, ପ୍ରଣବ ପଟ୍ଟନାୟକ ପ୍ରଣବ ପଟ୍ଟନାୟକ, ସରି, ପ୍ରଣବ ପଟ୍ଟନାୟକଙ୍କ ଗୀତ ମୁଁ ଗାଏ। ଗାଆନ୍ତୁ ଗୋଟେ। କହିଲା ତାଙ୍କ ଗୀତ ବହୁତ ଭଲ ଲାଗେ ମୋତେ। ଦି ଲାଇନ୍ ଗାଉଛି। माझी रे ଶେଷ ଶ୍ରାବଣ ପୂର୍ବ ପବନ ବହିଯାଏ, ମାଝିରେ ଝୁରେ ରାଇ ପରାଣ, ମାଝିରେ। ବହୁତ ସୁନ୍ଦର, ବହୁତ ବହୁତ ଧନ୍ୟବାଦ ଭାଇ। ଧନ୍ୟବାଦ।